ଜାଣିଛ ଆଳୁ ପିଆଜ କ୍ରାଇସିସ୍ ହେଉଛି ଯେମିତି ପେଟ୍ରୋଲ 10 ଟଙ୍କା ବଢୁଛି, ଦହିବରା 10 ଟଙ୍କା ବଢି ଯାଉଛି, ମିଲ୍ ବଢି ଯାଉଛି। ବିଶେଷ କରି ଆପଣ ଯୋଉ ପ୍ରଶ୍ନ ଉଠେଇଲେ ଦର ବୃଦ୍ଧିରେ ଲୋକ ହନ୍ତସନ୍ତ ହଉଛନ୍ତି। ଆଳୁ ପିଆଜ କଥାରେ ଭାରତୀୟ ଜନତା ପାର୍ଟି ଯୋଉ କଥା କରିବା କଥା କଲା ନାହିଁ। ଆପଣ କଲିକତା ଇଲେକ୍ସନ କାଲି ହେଇଥିଲା, ବିକ୍ରି ହେଇପାରୁନଥିଲା, ହଠାତ୍ କେମିତି ହେଲା ନା କୃତ୍ରିମ ବଜାର ସୃଷ୍ଟି କରି କଳା ବଜାରୀ କୋଟି କୋଟି ଟଙ୍କା ମୁନାଫା କମାଉଛନ୍ତି। ନେତା ଖାଲି ଦେଖୁଛନ୍ତି, ତଳ ଲୋକ ଯେହେତୁ ଅର୍ଗାନାଇଜ ନୁହଁ, ଗ୍ରାସରୁଟ୍ ଲୋକ ଯିଏ ବନ୍ୟା କରିଛନ୍ତି ସେ ବନ୍ୟାରେ ହିରୋ ହଉଛନ୍ତି। ପୁରୁଣା ସାର୍ ସିଏ କଣ ନିଅନ୍ତି, ଆଳୁ ପିଆଜ କରିଥିଲେ ଗୋଦାମ ଭାଙ୍ଗିଗଲା, ସେଗୁଡ଼ା ବଡ଼ ଚୋର ବାହାନା କଲେ ନୂଆ ବାହାଯିବ ଭଜନ ବାଳା, ତମେ ତ ସବୁ ବିଗାଡ଼ି ଦେଇଛ, ତାଙ୍କୁ ଖାଲି କହୁଛ। ଇଏ ଖାଲି କହୁଛନ୍ତି 24 ବର୍ଷ, ତମ 2 ବର୍ଷ କଥା କହୁନ, 6 ମାସରେ ବା 6ଟା କାମ ହବ, 4 ମାସରେ 3 ମାସରେ ଫସଲ ହବ, 6 ମାସରେ ଛେଳି ଛୁଆ କରିଛି, ମେଣ୍ଢା 3ଟା ଛୁଆ, କେନ୍ଦ୍ରାପଡ଼ା ମେଣ୍ଢା ଛୁଆ କରିଛି, ଅର୍ଥନୀତି ଲୋକଙ୍କ ବଦଳରେ ବାଟଣ କରି ନାଚ ଗୀତ ଫେଷ୍ଟିଭାଲ ଚାଲିଲା ହବ କଣ? ସମସ୍ତଙ୍କର ଆଜ୍ଞା ଦରମାଠୁ ଉପରି ଜୋର ହଉଛି, ପୁଲିସ ହଉ ବିଡିଓ ହଉ ତହସିଲଦାର ଜୋର ହଉଛି। ଆପଣ ଦେଖୁନାହାନ୍ତି ଭିଡ ସବୁ ହେଇକିରି ଏଇ ଯୋଉ ମିଛରେ ଗୋଟେ ପାଣ୍ଡିଆନ ଷ୍ଟାଇଲରେ କଲା ଆମେ 250 ଟଙ୍କା ଜୋରିମାନା, 250 ଟଙ୍କା କେଶ ଆଗର କିଛି ନୁହଁ। 3 ଆଳୁ ପିଆଜ 3ଟା ଅତି ଜରୁରୀ, ଗରିବ ଲୋକର ଖାଦ୍ୟ, ଲଗେଇ ଖିଆ ନେଇ ପିଆଜ ଖାଇ ପଳେଇବା, ସେ ଚାହା ଟିକେ ପଳା ଘରେ ଖାଇବ ନାହିଁ। ଯୋଉ 3ଟା କଥା ସକାଳେ ଯେତେବେଳେ ଯେ ସରକାର ଅଛି, ଯେତେ ସରକାର ପରିବର୍ତ୍ତନ ହେଲେ ବି ଯୋଉମାନେ ମୌଳିକ ପରିବର୍ତ୍ତନ ଆଧାର ଆସୁଛନ୍ତି ସେମାନଙ୍କ ନିଜସ୍ୱ ଯୋଜନା ନାହିଁ। ଆପଣ ଦେଖିବେ ଲିଡିଂ କାଗଜ ବାହାରିଛି, ଆଳୁ ପଇସା ଥୁଆ ହେଇ 315 କୋଟି। ଆଳୁ ପିଆଜ ଓଡିଶା ଲୋକର 2-4ଟା କଥା କରିଦେଲେ, ହରଡ଼ ଡାଲି ତ ଜମା ନାହିଁ, ଖୋର୍ଦ୍ଧାରେ ହବ, ଢେଙ୍କାନାଳରେ ହବ, ଅନୁଗୁଳ କରୁନାହାନ୍ତି, କୌଣସି ଯୋଜନା ନାହିଁ। ମନ୍ଥଲି ଗୁଡ଼ାଏ କ୍ୱାର୍ଟର ଫାଟର ଦରମା, ଖାଲି କ୍ୱାର୍ଟର ରିଫାଇନାରୀ ଟଙ୍କା ଖର୍ଚ୍ଚ, ଗୁଡ଼ାଏ ବର୍ବାଦ ହଉଛି। ବାଞ୍ଝ ଗାଇଯା ଓଡିଶାରେ ବିଜେପି ମନ୍ତ୍ରୀ ଠିଆ, ତାଙ୍କର ପ୍ରଡକ୍ସନ ନେଇ ଇଏ ଓନ୍ଲି ଡେଲି କନସେପ୍ସନ नो ପ୍ରଡକ୍ସନ, ତାଙ୍କ ଅବସ୍ଥା ସେଇଆ। ଏ କଥା ବିଶେଷ କରି କନକ ବର୍ଦ୍ଧନ କାଲି ବି ଆଗରୁ କେହି ସହିତ ତମେ ଜାଣିଛ ଆଳୁ ପିଆଜ କ୍ରାଇସିସ୍ ହେଉଛି ଯେମିତି ପେଟ୍ରୋଲ 10 ଟଙ୍କା ବଢୁଛି, ଦହିବରା 10 ଟଙ୍କା ବଢି ଯାଉଛି, ମିଲ୍ ବଢି ଯାଉଛି। ବିଶେଷ କରି ଆପଣ ଯୋଉ ପ୍ରଶ୍ନ ଉଠେଇଲେ ଦର ବୃଦ୍ଧିରେ ଲୋକ ହନ୍ତସନ୍ତ ହଉଛନ୍ତି। ଆଳୁ ପିଆଜ କଥାରେ ଭାରତୀୟ ଜନତା ପାର୍ଟି ଯୋଉ କଥା କରିବା କଥା କଲା ନାହିଁ। ଯୋଉଥିରେ ବିଜେଡି ଫେଲ ହେଇଥିଲା, ଆପଣ ଜାଣିବେ ଭାରତ ବର୍ଷରେ ବହୁ ସରକାର ଆଳୁ ପିଆଜ ହାରି ଯାଆନ୍ତି, ଦିଲ୍ଲୀ ସରକାର ହଉ ମଧ୍ୟପ୍ରଦେଶ ହଉ। ଇଏ କଥା ଜାଣିବା ପରେ ମଧ୍ୟ ରାଜନୀତି ଲୋକ ସେନ୍ସିଟିଭ ନୁହଁ। ଆପଣ କଲିକତା ଇଲେକ୍ସନ କାଲି ହେଇଥିଲା, ବିକ୍ରି ହେଇପାରୁନଥିଲା, ହଠାତ୍ କେମିତି ହେଲା ନା କୃତ୍ରିମ ବଜାର ସୃଷ୍ଟି କରି କଳା ବଜାରୀ କୋଟି କୋଟି ଟଙ୍କା ମୁନାଫା କମାଉଛନ୍ତି। ନେତା ଖାଲି ଦେଖୁଛନ୍ତି, ତଳ ଲୋକ ଯେହେତୁ ଅର୍ଗାନାଇଜ ନୁହଁ, ଗ୍ରାସରୁଟ୍ ଲୋକ ଯିଏ ବନ୍ୟା କରିଛନ୍ତି ସେ ବନ୍ୟାରେ ହିରୋ ହଉଛନ୍ତି। ଲୋକ ଯଦି ବାଡାନ୍ତେ ବନ୍ୟାରେ ଯେତେବେଳେ ନେଇ ଯାଉଛନ୍ତି ପାଉଁରୁଟି ଚୁଡ଼ା, ମନ୍ତ୍ରୀ ସାର୍ଟ ପ୍ୟାଣ୍ଟ ଖୋଲି ବାଡାନ୍ତେ ଯେ ଲୋକ, ଗୋଟେ ପରିବର୍ତ୍ତନ ହୁଅନ୍ତା। ଆରେ ନଦୀର ସ୍ଥାୟୀ ବନ୍ଧ ରୂପାନ୍ତରଣ, ଭୁବନେଶ୍ୱର କାନ୍ଥରେ ଝୋଟି ପକାଉଛ, ରଙ୍ଗ କରୁଛ, 8,000 କୋଟି, ପୁରୀ ପାରାଦୀପ 15 କୋଟି, ତମେ ଭଦ୍ରକ ବାଲେଶ୍ୱରକୁ ଭସଉଛ ବନ୍ୟାରେ। ଆଳୁ ପିଆଜ ନାହିଁ, ଆଳୁ ପିଆଜ ନାହିଁ, ତେଲି ବଜାର ନିଆଁ, ଚାହା 10 ଟଙ୍କା ଗାଁ ଠେଇ ଉଠିଲା, 10 ଟଙ୍କା ଦେଇ ଗରିବ ଚାହା ଖାଇବି। ଆପଣଙ୍କର ଡବଲ ବୋନସ୍ ହଉଛି। ଆପଣ ଧର ଗ୍ୟାସ ବଢିଗଲା, ଯିଏ 40 ଟଙ୍କା ଦହିବରା 50 ଟଙ୍କା କରିଦେଲା, ଯିଏ 50 ଟଙ୍କା ମିଳି 60 କରିଦେଲା, ତାର 3 ଟଙ୍କା 10 ଟଙ୍କା ବୋନସ୍। ଗୋଟେ ଦହିବରା ବାଲା ଇନ୍ଷ୍ଟାନ୍ସ ଦଉଛି, ତାର 400 ପଟ ବିକ୍ରି ହୁଏ, ସେ ଗ୍ୟାସ ଯୋଉ 10 ଟଙ୍କା ବଢିଲା, ତାର ଲାଭ ହେଲା ଦିନକୁ 4,000, ମାସକୁ 1,20,000, ଖାଉଛ କଣ ଲାଭ? ବିଶେଷ କରି ଦର ବୃଦ୍ଧି ବିଶ୍ୱାସଘାତ କହିଛି। ଗୋପବନ୍ଧୁ କହିଲେ ଓଡିଶାର 2ଟା କଥା ସମସ୍ୟା, ଗୋଟେ ବଢି ମରୁଡି, ବୁଢୀ ଆଜ୍ଞା ବେଶୀ ହେଲା, ବନ୍ୟାର ସ୍ଥାୟୀ ନିୟନ୍ତ୍ରଣ ହଉନି। ଭୁବନେଶ୍ୱରରେ ପଥ ପାନ୍ଥ ନାଟକ ହଉଛି, 24 ଘଣ୍ଟା ରାଣ୍ଡି ନାଚ ହଉଛି, ନାଚ ଗୀତ ହଉଛି, କାମ ଲୋକଙ୍କ କାମ ହେଇପାରୁନି। ତାର କାରଣ ବିଜେପି ବର୍ତ୍ତମାନ ଯୋଉ ମୁଡରେ କାମଟା ଆରମ୍ଭ କରିଥାନ୍ତା କଲା ନାହିଁ, ସେ ସ୍ପିଡ ହେଇଥିଲେ ଲୋକ ଆସ୍ଥା ଆସନ ହେଇଥାନ୍ତା। ଏଇ ଯୋଉ ଦର ବୃଦ୍ଧି ହେଲା, ଯାହା କହିଥିଲେ ବାନ୍ଧନ୍ତି, ସରକାର ନାହିଁ ତାର ପ୍ରକାର, ସିଏ ଯାହା ଇଏ ଆସିଆ କିଛି ନାହିଁ, କମଳ ଯାକ କେଶ କୋଉଠୁ ସଫା କରିବା ଦେଖ ସେଇ ଅବସ୍ଥା। ପୁରୁଣା ସାର୍ ସିଏ କଣ ନିଅନ୍ତି, ଆଳୁ ପିଆଜ କରିଥିଲେ ଗୋଦାମ ଭାଙ୍ଗିଗଲା, ସେଗୁଡ଼ା ବଡ଼ ଚୋର ବାହାନା କଲେ ନୂଆ ବାହାଯିବ ଭଜନ ବାଳା, ତମେ ତ ସବୁ ବିଗାଡ଼ି ଦେଇଛ, ତାଙ୍କୁ ଖାଲି କହୁଛ। ଇଏ ଖାଲି କହୁଛନ୍ତି 24 ବର୍ଷ, ତମ 2 ବର୍ଷ କଥା କହୁନ, 6 ମାସରେ ବା 6ଟା କାମ ହବ, 4 ମାସରେ 3 ମାସରେ ଫସଲ ହବ, 6 ମାସରେ ଛେଳି ଛୁଆ କରିଛି, ମେଣ୍ଢା 3ଟା ଛୁଆ, କେନ୍ଦ୍ରାପଡ଼ା ମେଣ୍ଢା ଛୁଆ କରିଛି, ଅର୍ଥନୀତି ଲୋକଙ୍କ ବଦଳରେ ବାଟଣ କରି ନାଚ ଗୀତ ଫେଷ୍ଟିଭାଲ ଚାଲିଲା ହବ କଣ? କଣ ହେଇପାରିବ ଆଜ୍ଞା? ଆଖୁ ଚାଷ ବଢଉନ, ସେ ମନା କଲା, କୋଉଟା ତମେ ନୟାଗଡ଼ ଚିନି କାରଖାନା ବଡମ୍ବାଟା ନୟାଗଡ଼ ହେଲାଣି, ନିଜେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ମୁଁ 3 ମାସରେ କରିବି 100 ଦିନ। ସେଇ ସବୁ କଥା ତଳ ସ୍ତର ଲୋକ କାମ ହଉନି। ସେ ଭୁବନେଶ୍ୱର ଦରମା ଗୋଟେ ଅଫିସର 250 ଟଙ୍କା ଦେବ ଜୋରିମାନା, ତାର କଣ 250 ଟଙ୍କା କି? କରିଦଉନ ଦିନକୁ 5,000 ପକେଇ ଦଉନ, ଛାବାଡ 250 ଟଙ୍କା ସେ ଆଣିକି ମୋର ପିସି ତ ଏତିକି। ସମସ୍ତଙ୍କର ଆଜ୍ଞା ଦରମାଠୁ ଉପରି ଜୋର ହଉଛି, ପୁଲିସ ହଉ ବିଡିଓ ହଉ ତହସିଲଦାର ଜୋର ହଉଛି। ଆପଣ ଦେଖୁନାହାନ୍ତି ଭିଡ ସବୁ ହେଇକିରି ଏଇ ଯୋଉ ମିଛରେ ଗୋଟେ ପାଣ୍ଡିଆନ ଷ୍ଟାଇଲରେ କଲା ଆମେ 250 ଟଙ୍କା ଜୋରିମାନା, 250 ଟଙ୍କା କେଶ ଆଗର କିଛି ନୁହଁ। ଯୋଉ ଆଜ୍ଞା ସେଇ ବା ଅଛନ୍ତି, ତାଙ୍କରି କାମ, ତାଙ୍କ ଲୋକ ଯିଏ ଆଙ୍କ ଲୋକ ଡିକେ ସିଂ କାହିଁ ବହିଷ୍କାର କରିନ? ଡିକେ ସିଂ ଯୋଉ 1,00,000 କୋଟି ବୁଡିଗଲା, ଡିକେ ସିଂ ତଣ୍ଟିଆ ମାରି ବାହାର କରିଦିଅ। ଗୋଟେ ଜୁଏଲ ରାମ ଯୋଡେ ଅଣଓଡିଆ, ଗୋଟେ କଣ ଯାଦବ, ଆଉ ଗୋଟେ ସେ 2ଟା ଆଗ ତାର ମୁଖ୍ୟ ଲୋକ ଅଣଓଡିଆ ଲୋକ, ଆଉ ଓଡିଆ ଆସୁନା କଣ? अरे वाओ अनु केते सुंदर ड्राइंग बनेचु एटा कोन बनेचु एरा मु एरा बापा एरा बो एरा जेजे बापा एरा जेजे माँ वाओ औ एटा कोन हम फैमिली डॉक्टर हां बो एरा हम फैमिली हॉस्पिटल रंग बदलिछि रूप बदलिछि हेले आपणक संपर्क बहुत पुराना खाली
ओडिशार नुह पूर्व भारतर 50 लक्ष परिवारर भरोसा आमर अत्याधुनिक कौशल एवं अद्वितीय सेवा 27 वर्षर संपर्क आमको करि परिछि आपणक निजर फैमिली हॉस्पिटल। थैंक यू डॉक्टर। अनुपरी अनेक पिलांक धन्यवाद आम पई अमूल्य उपहार।